ପଣ୍ଡିତେ ଆଦିଙ୍କୁ ପଚାରୁଛନ୍ତି, ଆଜି ଯାହାର ବର୍ଷିକିଆ ଥିଲା ଆଉ ଆପଣଙ୍କ ଘରେ ଯେଉଁ ଝିଅ ଥିଲେ ତାଙ୍କ ଦୁଇଜଣଙ୍କ ଚେହେରା ପୁରା ମିଶି ଯାଉଛି। ଏଟା ଦେବୀ ମାଙ୍କ ଲୀଳା ନା ଆଉ କ'ଣ? ସେସବୁ ମୁଁ ବି କିଛି ବୁଝିପାରୁନି। ଆଚ୍ଛା, ଆପଣ କହିପାରିବେ କି ଆପଣଙ୍କ ପତ୍ନୀ କେଉଁ ତିଥିରେ ମୃତ୍ୟୁବରଣ କରିଥିଲେ? ସେଇ ଟାଇମ୍ରେ ଆଦି କହୁଛନ୍ତି, ତିଥି ପଣ୍ଡିତେ ଆଜି ଯଦି ସେ ମୃତ୍ୟୁବରଣ କରିଥିଲେ ତାହେଲେ ଆଜିର ତିଥି ହିଁ ଥିବେ। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ତିଥିରେ ବହୁତ ପ୍ରକାର ଅଛି। ହିନ୍ଦୁ ପାଞ୍ଜି ଅନୁସାରେ ତିଥିକୁ ହିଁ ମହତ୍ତ୍ୱ ଦିଆଯାଏ। ସାଧାରଣତଃ ଲୋକମାନେ ଏବେ ସବୁ ଇଂରାଜୀ ତାରିଖ ଅନୁସାରେ ତିଥି ବନେଇ ଦେଉଛନ୍ତି, କିନ୍ତୁ ଆପଣଙ୍କ ସ୍ତ୍ରୀ ମୃତ୍ୟୁବରଣ କରିଥିବା ତିଥି ମୁଁ ପାଞ୍ଜି ଅନୁସାରେ ଜାଣିବାକୁ ଚାହୁଁଛି। ସେଇ ଟାଇମ୍ରେ ଆଦି କହୁଛନ୍ତି, ପଣ୍ଡିତେ ମୁଁ କିନ୍ତୁ ତିଥି ମାନେ କ'ଣ ଜାଣିନି। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, କିଛି କଥା ନାହିଁ, ଆପଣ ଖାଲି ତାରିଖ କହିଦିଅନ୍ତୁ, ମୁଁ ତିଥି ଅନୁସାରେ ବାହାର କରିଦେବି। ସେଇ ଟାଇମ୍ରେ ଆଦି ପଣ୍ଡିତକୁ ସବୁ କଥା କହୁଛନ୍ତି। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ତିଥି ମିଳିଗଲା ଆଦିତ୍ୟ ବାବୁ। ଆପଣ କହିବା ଅନୁସାରେ ଆପଣଙ୍କ ସ୍ତ୍ରୀଙ୍କର ମୃତ୍ୟୁବରଣ ଏକାଦଶୀ ତିଥିରେ ହେଇଥିଲା। ଆଜି ହେଉଛି ଅଷ୍ଟମୀ, ଆଉ ଆସନ୍ତା 2 ଦିନ ପରେ ତାଙ୍କର ତିଥି ଅନୁସାରେ ବର୍ଷିକିଆ। ସେଇ ଟାଇମ୍ରେ ଆଦି କହୁଛନ୍ତି, ପଣ୍ଡିତେ କ'ଣ କହିଲେ ଆପଣ? କ'ଣ ହେଲା ପଣ୍ଡିତେ, ଚୁପ୍ କାହିଁକି ହେଇଗଲେ, କୁହନ୍ତୁ। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ନାଇଁ ବାବୁ। ସେଇ ଟାଇମ୍ରେ ଆଦି କହୁଛନ୍ତି, ପଣ୍ଡିତେ ଆପଣ ସତ କୁହନ୍ତୁ, ଆପଣଙ୍କ ମନ ଭିତରେ କିଛି ତ ଗୋଟେ ଚାଲିଛି। ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ଶାସ୍ତ୍ରର ମାନ୍ୟତା ହିସାବରେ ଯେଉଁ ମୃତ୍ୟୁ ଯେଉଁ ତିଥିରେ ହେଇଥାଏ ଆଉ ଠିକ୍ 1 ବର୍ଷ ପରେ ତା'ର ମୃତ୍ୟୁର ପରେ ସେ ଯମଦେବତାଙ୍କ ସହିତ ଦର୍ଶନ ହେଇଥାଏ। ଆଉ ଯଦି ଏଇ ତିଥିରେ ତା'ର ଆତ୍ମା ବାହାରେ ରହିଯାଇଥାଏ ତାକୁ ତାହେଲେ ଯମରାଜ ଠିକ୍ 1 ବର୍ଷ ପରେ ନେବାକୁ ଆସନ୍ତି। ଆଉ ସେ ଝିଅ ଯଦି ମୁକ୍ତି ନ ହେଇଥାନ୍ତି ଆଉ ଯଦି ବି ମୁକ୍ତି ହେଇଥାନ୍ତି ତାହେଲେ ଠିକ୍ 2 ଦିନ ପରେ ତାଙ୍କର ମୃତ୍ୟୁର ଯମରାଜ ସହିତ ଦର୍ଶନ ହେବ। ମୃତ୍ୟୁ କାହାକୁ ବି ଛାଡ଼ିବନି, ସେ ମୁକ୍ତି ହୁଅନ୍ତୁ କି ସେ ଅମ୍ବିକା। ସେଇ ଟାଇମ୍ରେ ଆଦିଙ୍କୁ ଜୟଦେବ ଦେଖିକି ଲୁଚି ଯାଉଛନ୍ତି ଆଉ କହୁଛନ୍ତି, ଏଠୁ ଆସରୁ ବଞ୍ଚିବା ହିଁ ବହୁତ ଦରକାର, ନହେଲେ ଇଏ ମୋତେ ମାରିଦେବ। ସେଇ ଟାଇମ୍ରେ ପଣ୍ଡିତକୁ ଆଦି ପଚାରୁଛନ୍ତି, ପଣ୍ଡିତେ ଅମ୍ବିକା ଏଇଠି ଅଛନ୍ତି? ସେଇ ଟାଇମ୍ରେ ପଣ୍ଡିତେ କହୁଛନ୍ତି, ହଁ, ଇଏ ଭୋଜନ ଗ୍ରହଣ କରିବା ପାଇଁ ଏଠି ଅଛନ୍ତି। ସେଇ ଟାଇମ୍ରେ ପଣ୍ଡିତେ ସେ ଜାଗାରୁ ଚାଲି ଯାଉଛନ୍ତି। ସେଇ ଟାଇମ୍ରେ ଜୟଦେବ ସବୁ କଥା ଶୁଣି ଦେଉଛନ୍ତି, ଆଦି ଆଉ ପଣ୍ଡିତଙ୍କ କଥା। କହୁଛନ୍ତି, ଆଦି ତ ଏବେ ଜେଜେମାଙ୍କୁ ଦେଖା କରିବାକୁ ଯାଉଛି, ପୁଣି ସେ ଅମ୍ବିକା ପାଇଁ। ଆଉ ସେଇ ଟାଇମ୍ରେ ଏଇ କଥାଟା ମୋତେ ନତାଶାକୁ ନିଶ୍ଚିତ ଭାବରେ ଜଣେଇବାକୁ ପଡ଼ିବ। ସେଇ ଟାଇମ୍ରେ ଆଦିଙ୍କ ପାଖକୁ ଫୋନ୍ କରୁଛନ୍ତି ଗାୟତ୍ରୀ ଦେବୀଙ୍କ ଭଣଜା ପୁତୁରା ବିବେକ, ଆଉ ଆଦିଙ୍କ ସହିତ କଥା ହେଉଛନ୍ତି। ସେଇ ଟାଇମ୍ରେ ଏପଟେ ନତାଶାକୁ ବୁଝାଉଛନ୍ତି ଧନଶ୍ରୀ। ଧନଶ୍ରୀ କହୁଛନ୍ତି, ତୁ ଟିକେ ଶାନ୍ତ ହେଇଯା ବେବି, ମୁଁ ତୋ ପାଇଁ ପାଣି ନେଇକି ଆସୁଛି। ଯେଉଁ ଟାଇମ୍ରେ ନତାଶାଙ୍କ ପାଣି ଆଣିବାକୁ ଯାଉଥିଲେ ଧନଶ୍ରୀ, ସେଇ ଟାଇମ୍ରେ ଜୟଦେବଙ୍କ ଦେହରେ ଧନଶ୍ରୀ ବାଡ଼େଇ ହେଇଯାଉଛନ୍ତି। ଆଉ ଜୟଦେବକୁ କହୁଛନ୍ତି, ଜୟ ତୁ ଟିକେ ଦେଖିକି ଚାଲ, ସିଧା ବାଡ଼େଇ ହେଇଯାଉଛୁ, ଛାଡ଼ ମୋତେ। ସେଇ ଟାଇମ୍ରେ ଜୟଦେବ କହୁଛନ୍ତି, ପିଇସି ନତାଶା, ମୁଁ ତମ ପାଇଁ ଗୋଟେ ଏମିତି ନ୍ୟୁଜ୍ ଆଣିଛି, ତମେ ଶୁଣିଲେ ଆଶ୍ଚର୍ଯ୍ୟ ହେଇଯିବ। ସେଇ ଟାଇମ୍ରେ ଧନଶ୍ରୀ କହୁଛନ୍ତି, ତୁ ଶୁଣା ନା। ସେଇ ଟାଇମ୍ରେ ଧନଶ୍ରୀଙ୍କ ସାଥୀ ନତାଶା କହୁଛନ୍ତି, ପୁଣି ସେ ମୁକ୍ତି ଆଉ କିଛି ବି କରିଦେଇନି ତ? ସେଇ ଟାଇମ୍ରେ ଜୟଦେବ କହୁଛନ୍ତି, ନା ନା, ସିଏ କିଛି ବି କରିନି। କାହିଁକି କେଜାଣି ଆଦି ତା ପାଖକୁ ଯାଉଛି। ମୁଁ ଏବେ ଜଷ୍ଟ ଦେଖିକି ଆସିଲି, ଆଦି ଆଉଟ୍ ହାଉସ୍କୁ ଯାଉଛି। ମୋତେ ଲାଗୁଛି ସେ ପୁଣି ଗୋଟେ କିଛି କରିବ। ପଣ୍ଡିତେ କହୁଥିଲେ, ସିଏ ପୁଣି ଥରେ ସେ ଜେଜେମାଙ୍କ ପାଖରେ ଅଛି, ସେ ଅମ୍ବିକା। ସେଇ ଟାଇପ୍ରେ ନତାଶା କହୁଛନ୍ତି, ଏଡି ପୁରାପୁରି ପାଗଳ ହେଇଗଲେଣି। ସେ ଝିଅ ଏଠିକି ପ୍ରତିଶୋଧ ନେବାକୁ ଆସିଛି, ଆଉ ସେ ଝିଅ ତାଙ୍କୁ ବୋକା ବନଉଛି। ଆଉ ସେଇଥିପାଇଁ ସେ ଝିଅ ଏଡିଙ୍କୁ ବାଧ୍ୟ କରୁଛି। ସେ ଭାବୁଛି ଯେ ମୁଁ ଯାଇକି ତାକୁ କ୍ଷମା ମାଗିବି, କିନ୍ତୁ ମୁଁ ତା ଆଗରେ କେବେ ବି କ୍ଷମା ମାଗିବିନି, ଆଉ ମୁଁ ତା ଆଗରେ କେବେ ବି ନଇଁବିନି। ବରଂ ମୁଁ ତାକୁ ମୋ ଆଗରେ ନୁଆଇ ଦେବି ଆଉ ତାର ସବୁ ଗର୍ବକୁ ଭାଙ୍ଗିଦେବି। ବରଂ ଏଡି ମୋ ଉପରେ ରାଗନ୍ତୁ କି ଯାହା ବି କରନ୍ତୁ। ହଁ ଦର୍ଶକ ବନ୍ଧୁ, ମୋ ସିନ୍ଦୁରର ଅଧିକାରୀ ସିରିଏଲରେ ଆପଣମାନେ ଆଜିର ଅଧ୍ୟାୟରେ ଏମିତି କିଛି ଦେଖିବାକୁ ପାଇବେ।